ଢେଙ୍କାନାଳ ଜିଲ୍ଲାରେ ଆମ ସରକାର ଆସିଲା ପରେ ପାଖାପାଖି 14,000 କୋଟି ଟଙ୍କାର ପୁଞ୍ଜି ନିବେଶକୁ ଅନୁମୋଦନ ଦିଆଯାଇଛି ଏବଂ ପାଖାପାଖି 12,000 ନିଯୁକ୍ତି ସମ୍ଭାବନା ଏହା ମାଧ୍ୟମରେ ସୃଷ୍ଟି ହେବ। କିନ୍ତୁ ଯେଉଁ କଥା ଆପଣଙ୍କର ରହିଲା ଯେ କଳକାରଖାନା ଅଛି କିନ୍ତୁ ନିଯୁକ୍ତି ଲୋକାଲ ଲୋକ ପାଇପାରୁନାହାନ୍ତି। ଆମର ଗୋଟେ ବ୍ୟବସ୍ଥାରେ ଅଛି ଆମର ଅନସ୍କିଲ୍ ଲୋକଙ୍କୁ ପାଖାପାଖି 90% ସ୍ଥାନୀୟ ଲୋକଙ୍କୁ ହିଁ ନିଯୁକ୍ତି ଦିଆଯିବ ଏବଂ ପାଖାପାଖି 60% ସେମି ସ୍କିଲ୍ ଏବଂ ସ୍ଥାନୀୟ ଶିଳ୍ପ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦେବାର ପ୍ରାଧାନ୍ୟ ରହିଛି ଏବଂ ଯଦି ଏଥିରେ କୌଣସି ଆପଣ ଦେଖୁଛନ୍ତି ନିଯୁକ୍ତି ଘଟୁଛି ନ ହେଉଛି ଆକୁ ଜିଲ୍ଲା ପ୍ରଶାସନକୁ ଆପଣମାନେ ଜଣାଇବା ଦରକାର ଏବଂ ଆପଣମାନେ ଯେଉଁ ଅଭିଯୋଗ ଉଠେଇଛନ୍ତି ନିଶ୍ଚିତ ଭାବରେ ତା ଉପରେ ମୁଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବି କିଭଳି ଭାବରେ ଯାହା ବିଗତ ଦିନରେ ଘଟିଛି ସେ ଅଲଗା ପ୍ରସଙ୍ଗ ବର୍ତ୍ତମାନ ଯେଉଁ ଇନଭେଷ୍ଟମେଣ୍ଟ ଆସୁଛି ବା ବର୍ତ୍ତମାନ ଯେଉଁ ଆମର ଢେଙ୍କାନାଳ ଜିଲ୍ଲାରେ ପାଖାପାଖି 14,000 କୋଟି ଟଙ୍କାର ଯେଉଁ ନିବେଶ ହେବ ପୁଞ୍ଜି ନିବେଶ ହେବ ତା ଦ୍ୱାରା ଯେଉଁ ନିଯୁକ୍ତି ସମ୍ଭାବନା 12,000 ଊର୍ଦ୍ଧ୍ୱ ସୃଷ୍ଟି ହେବ ଆପାତତଃ ସ୍ଥାନୀୟ ଯୁବକ ମାନେ ନିଯୁକ୍ତି ପାଆନ୍ତୁ ଏ ବିଷୟରେ ଜିଲ୍ଲା ପ୍ରଶାସନ ସହିତ ଆମେ ଆଲୋଚନା କରିବା ଆଗାମୀ ଦିନରେ ଆ ଦେହରେ ସୁଧାର ଆସିବ ଏବଂ ସ୍ଥାନୀୟ ଯୁବକକୁ ପ୍ରାଧାନ୍ୟ ଦିଆଯିବ।